श्री गणेशाय नमः। द्वितीय अध्याय भागवत कथा और भागवतीर महात्म्य। श्री व्यासदेव कहते सनकादि ऋषिमानकर प्रश्न शुणी रोमहर्षणଙ୍କ पुत्र उग्रश्रवाଙ୍କୁ सूतଙ୍କୁ बड़ा आनंद लगिला। से ऋषिमानଙ୍କର ଏହି ମଙ୍ଗଳମୟର ପ୍ରଶ୍ନକୁ ଆନନ୍ଦରେ ଶୁଣାଇଲେ ଏବଂ ମଙ୍ଗଳାଚରଣ କରି କହିବାକୁ ଆରମ୍ଭ କଲେ। ଶ୍ରୀ ଶୁକଦେବଙ୍କର ସର୍ବତ୍ର ବ୍ରହ୍ମ ଅନୁଭବ ସ୍ୱତଃ ସିଦ୍ଧ ଥିଲା। ତେଣୁ ତାଙ୍କ ନିମନ୍ତେ ଲୌକିକ କିମ୍ବା ଭୌତିକ କର୍ମାନୁଷ୍ଠାନ ବା ଉପନୟ ସଂସ୍କାର କୌଣସି ଆବଶ୍ୟକ ନଥିଲା। ସେ କୃତକୃତ୍ୟ ହୋଇ ସାରିଥିଲେ। ଏହିପରି ଉଚ୍ଚ ସ୍ଥିତି ହେତୁ ସେ ଅନାସକ୍ତ ହୋଇ ଗୃହ ପରିତ୍ୟାଗ କରି ଏକାକୀ ଦ୍ରୁତ ଗତିରେ ପଳାଉଥିବା ବେଳେ ପିତା ବ୍ୟାସଦେବ ବିରହ କାତର ହୋଇ ତାଙ୍କୁ ବାପା ବାପା ବୋଲି ଡାକ ପକାଇଲେ। ଶୁକଦେବ ତ ବ୍ରହ୍ମଭୂତ ହୋଇ ଚରାଚର ସମସ୍ତ ବସ୍ତୁରେ ତନ୍ମୟ ହୋଇ ଯାଇଥିଲେ। ତେଣୁ ତାଙ୍କ ପକ୍ଷରୁ ବୃକ୍ଷମାନେ ଉତ୍ତର ଦେଉଥିଲେ। ସେହି ସର୍ବବୃହତ୍ ହୃଦୟ ସ୍ୱରୂପ ଶ୍ରୀ ଶୁକଦେବଙ୍କୁ ମୁଁ ବନ୍ଦନା କରୁଛି। ମୁଁ ମୁନିମାନଙ୍କର ମଧ୍ୟ ଗୁରୁ। ବ୍ୟାସନନ୍ଦନ ମହାତ୍ମା ଶୁକଦେବଙ୍କର ଶରଣ ଗ୍ରହଣ କରୁଛି। ସଂସାରଗ୍ରସ୍ତ ଲୋକମାନଙ୍କ ପ୍ରତି ଅତ୍ୟନ୍ତ କରୁଣାର୍ଦ୍ର ହୋଇ ସେ ଏହି ଭାଗବତ ପୁରାଣ ଗାନ କରୁଛନ୍ତି। ଭାଗବତ ପୁରାଣ ହେଉଛି ଏକ ଅତ୍ୟନ୍ତ ଗୋପନୀୟ ଓ ଅଦ୍ୱିତୀୟ ଗ୍ରନ୍ଥ। ଏହା ଆତ୍ମସ୍ୱରୂପ ଦର୍ଶନ କରାଇ ଦିଏ ଏବଂ ଏହା ହେଉଛି ସର୍ବଶାସ୍ତ୍ରର ସାର। ଏହା ଆଧ୍ୟାତ୍ମିକ ତତ୍ତ୍ୱକୁ ପ୍ରକାଶିତ କରିବା ନିମନ୍ତେ ଏକ ଉଜ୍ଜ୍ୱଳ ଦୀପ ସଦୃଶ ଏବଂ ଭୟଙ୍କର ଅପାର ସଂସାର ସାଗରରୁ ପାରି କରିବା ନିମନ୍ତେ ସୁଦୃଢ଼ ନୌକା ସଦୃଶ। ଏହିପରି ମହାନ ଭାଗବତ ବକ୍ତା ଭାଗବତ ସ୍ୱରୂପ ଶ୍ରୀ ଶୁକଦେବଙ୍କୁ ମୁଁ ବାରମ୍ବାର ବନ୍ଦନା କରୁଛି। ମନୁଷ୍ୟମାନଙ୍କ ମଧ୍ୟରେ ଭଗବାନଙ୍କର ସର୍ବଶ୍ରେଷ୍ଠ ଅବତାର ନରନାରାୟଣ ଋଷିଦ୍ୱୟଙ୍କୁ ବନ୍ଦନା କରି ଏବଂ ତାପରେ ଦେବୀ ସରସ୍ୱତୀଙ୍କୁ ଓ ବ୍ୟାସଦେବଙ୍କୁ ନମସ୍କାର କରି ସଂସାର ଉପରେ ଏବଂ ଅନନ୍ତକରଣ ସମସ୍ତ ବିକାର ଉପରେ ବିଜୟ ପ୍ରଦାନ କରୁଥିବା ଏହି ଶ୍ରୀମଦ୍ ଭାଗବତ ମହାପୁରାଣ ପାଠ କରିବା ଉଚିତ। ହେ ଋଷିଗଣ, ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ଆପଣମାନେ ବଡ଼ ସୁନ୍ଦର ପ୍ରଶ୍ନ ପଚାରିଛନ୍ତି। କାରଣ ଏହି ପ୍ରଶ୍ନଟି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ। ତା ଛଡ଼ା ଏହା ଚର୍ଚ୍ଚାରୁ ବହୁ ଆଧ୍ୟାତ୍ମିକ ପ୍ରସନ୍ନତା ମିଳେ ଏବଂ ପୁଣ୍ୟ ଆତ୍ମଶୁଦ୍ଧି ମଧ୍ୟ ହୋଇଯାଏ। ଯେଉଁ ଧର୍ମ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନିତ୍ୟ ନିରନ୍ତର ନିଷ୍କାମ ଭକ୍ତି ଉଦିତ ହୁଏ, ମନୁଷ୍ୟ ପକ୍ଷରେ ତାହା ହିଁ ସର୍ବଶ୍ରେଷ୍ଠ ଧର୍ମ। କାରଣ ଏହି ଭକ୍ତି ଦ୍ୱାରା ହୃଦୟ ଆନନ୍ଦ ସ୍ୱରୂପ ପରମାତ୍ମାଙ୍କ ଉପଲବ୍ଧି କରି କୃତକୃତ୍ୟ ହୋଇଯାଏ। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି ଜାଗ୍ରତ ହେଲେ ଏବଂ ତାଙ୍କଠାରେ ଚିତ୍ତ ଅନନ୍ୟ ଭାବରେ ଯୁକ୍ତ ହୋଇଗଲେ ହିଁ ଭଗବାନ କୃପାରୁ ମନୁଷ୍ୟ ଭିତରେ ସ୍ୱତଃ ଜ୍ଞାନ ଓ ବୈରାଗ୍ୟ ଉଦୟ ହୋଇଯାଏ। ଯଥାର୍ଥ ରୂପେ ଧର୍ମ ଅନୁଷ୍ଠାନ କରିବା ପରେ ମଧ୍ୟ ଯଦି ମନୁଷ୍ୟ ହୃଦୟରେ ଭଗବାନଙ୍କର ଲୀଳା କଥା ପ୍ରତି ଅନୁରାଗ ଉଦୟ ହୁଏ ନାହିଁ, ତେବେ ଜାଣ ତାହା ବୃଥା ଶ୍ରମମାତ୍ର ହେଲା। ନିଜର କାମନା ପୂରଣକୁ ଲକ୍ଷ୍ୟରେ ରଖି ଧର୍ମାଚରଣ କରିବା ଅନୁଚିତ। କାରଣ ନିଷ୍କାମ ଭାବରେ ଭଗବତ
ପ୍ରୀତ୍ୟର୍ଥ କରାଯାଉଥିବା ଧର୍ମାଚରଣ ହିଁ ମୋକ୍ଷ ପ୍ରଦାନ କରିଥାଏ। ଧନ ଓ ଦ୍ରବ୍ୟକୁ ନିଜର କାମନାର ପୂରଣ ଉଦ୍ଦେଶ୍ୟରେ ବ୍ୟୟ କରିବା ଉଚିତ ନୁହେଁ। ଲୋକ କଲ୍ୟାଣରେ ଅର୍ଥାତ୍ ଅନ୍ୟମାନଙ୍କ ସେବାରେ ତଥା ଭଗବତ୍ ପ୍ରୀତି ଧନ ଓ ଦ୍ରବ୍ୟ ସଦ୍ବିନିଯୋଗ କରିବା ଉଚିତ। ସେହିପରି ସଦ୍ବିନିଯୋଗ ମଧ୍ୟ ମୋକ୍ଷ ପ୍ରଦାନ କରେ। ସୁତରାଂ ଧର୍ମାନୁଷ୍ଠାନ ମଧ୍ୟ ଭଗବତ୍ ପ୍ରୀତ୍ୟର୍ଥେ କରାଯିବା ଆବଶ୍ୟକ ଏବଂ ଧନକୁ ମଧ୍ୟ ସତ୍କାର୍ଯ୍ୟରେ ଜନଜାତ ନାଥିଙ୍କ ସେବା ବିନିଯୋଗ କରାଯିବା ବାଞ୍ଛନୀୟ। ଇନ୍ଦ୍ରିୟ ତୃପ୍ତି ନିମନ୍ତେ ଭୋଗ୍ୟ ସାମଗ୍ରୀ ଉପଯୋଗ କରିବା ଠିକ୍ ନୁହେଁ। ଯେତିକି ଭୋଗ୍ୟ ସାମଗ୍ରୀରେ ଆମ ଜୀବନ ଧାରଣ କରିପାରିବା କେବଳ ସେତିକି ଉପଯୋଗ କରିବା ଉଚିତ। କାରଣ ଜୀବନ ରହିଥିଲେ ହିଁ ତତ୍ତ୍ୱ ଜିଜ୍ଞାସା ସମ୍ଭବ ହେବ ଓ ତା ଫଳରେ ନିଜ ଆତ୍ମ ସ୍ୱରୂପ ଜ୍ଞାନ ଲାଭ ହେବ। ତେଣୁ ଜୀବନକୁ ନାନାବିଧ କାମ୍ୟ କର୍ମ ଦ୍ୱାରା ସ୍ୱର୍ଗାଦି ଲାଭ କରିବା ଦିଗରେ ଲଗାଇ ବୃଥାରେ କଟାଇ ଦେବା ଅନୁଚିତ। ଏକମାତ୍ର ଅଦ୍ୱିତୀୟ ସଚ୍ଚିଦାନନ୍ଦ ଘନ ପରମ ବ୍ରହ୍ମ ପରମାତ୍ମା ହିଁ ଅଖଣ୍ଡ ରୂପରେ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି। ଏହି ଅଦ୍ୱୈତ ଜ୍ଞାନକୁ ତତ୍ତ୍ୱଜ୍ଞାନୀମାନେ ଜ୍ଞାନ ବୋଲି କହୁଛନ୍ତି। ସେହି ସଚ୍ଚିଦାନନ୍ଦ ଘନକୁ ହିଁ ବ୍ରହ୍ମ ପରମାତ୍ମା ଓ ଭଗବାନ ଆଦି ନାମରେ ବର୍ଣ୍ଣନା କରାଯାଇଛି। ଭଗବତ୍ ଧର୍ମ ପ୍ରତି ଯେଉଁ ମୁନିମାନଙ୍କର ଶ୍ରଦ୍ଧା ଥାଏ ସେମାନେ ଶ୍ରବଣ ଭକ୍ତି ଦ୍ୱାରା ଜ୍ଞାନ ଓ ବୈରାଗ୍ୟ ଲାଭ କରନ୍ତି ତଥା ଶାସ୍ତ୍ରମାନଙ୍କର ବର୍ଣ୍ଣିତ ଭକ୍ତିରେ ସମ୍ପନ୍ନ ହୋଇ ନିଜ ଅନ୍ତରରେ ବିଦ୍ୟମାନ ଆତ୍ମସ୍ୱରୂପ ପରମାତ୍ମାଙ୍କର ଦର୍ଶନ କରିଯାଆନ୍ତି। ହେ ଶୌନକାଦି ଋଷିଗଣ, ବର୍ଣ୍ଣାଶ୍ରମ ବିଭାଗ ଅନୁସାରେ ଯଥୋଚିତ ରୂପେ ନିଜ ନିଜର ଧର୍ମ ଆଚରଣ କଲେ ଭଗବାନ ପ୍ରସନ୍ନ ହୁଅନ୍ତି। ତେଣୁ ଏକାଗ୍ର ମନରେ ଭକ୍ତବତ୍ସଳ ଭଗବାନଙ୍କୁ ନିତ୍ୟ ନିରନ୍ତର ସ୍ମରଣ କୀର୍ତ୍ତନ ଧ୍ୟାନ ଓ ଆରାଧନା କରିବା ସହିତ ନିଜର ସମସ୍ତ କର୍ମ ଭଗବତ୍ ପ୍ରୀତ୍ୟର୍ଥେ କରିବା ଆବଶ୍ୟକ। ଏହି ରୂପେ ସର୍ବଦା ଭଗବତ୍ ଚିନ୍ତନରେ ନିମଗ୍ନ ରହିଲେ ମନୁଷ୍ୟର କର୍ମ ବାସନା ତୁଟିଯାଏ। ଭଗବାନଙ୍କର କଥା ଶ୍ରବଣ ପଠନ ଚିନ୍ତନ ରୂପ ଖଣ୍ଡକ ଦ୍ୱାରା ଭକ୍ତ ସଂସାରରେ ଘୂରାଉଥିବା ନିଜର କର୍ମ ବନ୍ଧନ ଗଣ୍ଠିକୁ କାଟି ଦିଅନ୍ତି। ଭଗବାନଙ୍କର ଏହିପରି ପୁଣ୍ୟମୟୀ କଥା ପ୍ରତି ଯେଉଁ ଜ୍ଞାନବାନ ମନୁଷ୍ୟ ବା କାହିଁକି ଅଭିରୁଚି ନ ରଖିବ, ଅର୍ଥାତ୍ ପ୍ରକୃତ ଜ୍ଞାନୀମାନେ ନିରନ୍ତର ଭଗବତ୍ କଥାମୃତ ପାନ କରି ସେଥିରେ ମଜ୍ଜି ରୁହନ୍ତି ଏବଂ ତାର ଫଳସ୍ୱରୂପ ସେମାନଙ୍କର ଜନ୍ମ ମୃତ୍ୟୁର ଆବର୍ତ୍ତନ ସମାପ୍ତ ହୋଇଯାଏ। ହେ ଋଷିଗଣ, ପ୍ରଥମତଃ ଭାଗବତ ଗୁଣାନୁବାଦ ଶୁଣିବାକୁ ଇଚ୍ଛା ହେବା ଆବଶ୍ୟକ। ତା ସହିତ ସେଥିପ୍ରତି ଶ୍ରଦ୍ଧା ବି ରହିବା ଆବଶ୍ୟକ। ଏହାଛଡ଼ା ସନ୍ଥ ମହାପୁରୁଷମାନଙ୍କର ସତ୍ସଙ୍ଗ ଓ ପୁଣ୍ୟତୀର୍ଥମାନଙ୍କର ସେବନ ମଧ୍ୟ କରିବା ଆବଶ୍ୟକ। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସଜ୍ଜନମାନଙ୍କର ପରମ ସୁହୃଦ। ତାଙ୍କର ଲୀଳା କଥା ଶ୍ରବଣ କୀର୍ତ୍ତନ ଉଭୟେ ପରମ ପବିତ୍ର। ଭକ୍ତ ଯେତେବେଳେ ତାଙ୍କର ଲୀଳା କଥା ଶୁଣାଯାଏ ସେତେବେଳେ ଭଗବାନ ତା ହୃଦୟରେ ବିରାଜମାନ ହୋଇ ତା ସବୁ ଅମଙ୍ଗଳ ନାଶ କରିଦେବା ସହିତ ତା ହୃଦୟରୁ ସମ୍ପୂର୍ଣ୍ଣ ନିର୍ମଳ କରିଦିଅନ୍ତି। ଏହିପରି ଭାବରେ ମହାପୁରୁଷମାନଙ୍କର ନିତ୍ୟ ସତ୍ସଙ୍ଗ ଦ୍ୱାରା ମନୁଷ୍ୟର ସବୁ ଅଶୁଭ ସଂସ୍କାର ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ ଓ ଏହାର ଫଳସ୍ୱରୂପ
ପବିତ୍ର କୀର୍ତ୍ତି ଭଗବାନଙ୍କ ଠାରେ ତାହାର ଏକନିଷ୍ଠ ଭକ୍ତି ହୋଇଯାଏ। ତା ଫଳରେ ରଜଗୁଣ ଓ ତମଗୁଣ ଭାବ ବୃତ୍ତି ତଥା କାମ କ୍ରୋଧ ଲୋଭାଦି ଶାନ୍ତ ହୋଇଯାଏ ଏବଂ ଚିତ୍ତ ଏସବୁକୁ ମୁକ୍ତ ହୋଇ ଶୁଦ୍ଧ ସତ୍ତ୍ୱ ଗୁଣରେ ଅବସ୍ଥିତ ତଥା ନିର୍ମଳ ହୋଇଯାଏ। ଏହିପରି ଭାବରେ ଭଗବାନଙ୍କର ପ୍ରେମମୟୀ ଭକ୍ତି ବଳରେ ସଂସାରର ସକଳ ଆସକ୍ତି ତୁଟିଗଲେ ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଯାଏ ଓ ଭଗବାନଙ୍କର ତତ୍ତ୍ୱ ସ୍ୱତଃ ଅନୁଭବ ହୋଇଯାଏ। ହୃଦୟରେ ଆତ୍ମସ୍ୱରୂପ ଭଗବାନଙ୍କର ସାକ୍ଷାତକାର ହୋଇଯିବା ମାତ୍ରେ ହୃଦୟର ଗ୍ରନ୍ଥି ଖୋଲିଯାଏ, ସକଳ ସନ୍ଦେହ ତୁଟିଯାଏ ଏବଂ କର୍ମବନ୍ଧନ କ୍ଷଣ ହୋଇଯାଏ। ଏହା ଫଳରେ ବୁଦ୍ଧିମାନ ଲୋକେ ନିତ୍ୟ ନିରନ୍ତର ବଡ଼ ଆନନ୍ଦରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରେମ ଭକ୍ତି ମଜ୍ଜିଯାଆନ୍ତି ଓ ପରିଣାମରେ ସେମାନଙ୍କୁ ଆଧ୍ୟାତ୍ମିକ ପ୍ରସନ୍ନତା ପ୍ରାପ୍ତି ହୁଏ। ପ୍ରକୃତିର ତିନୋଟି ଗୁଣ ରହିଛି। ତିନୋଟି ଗୁଣ ହେଉଛି ସତ୍ତ୍ୱ, ରଜ ଓ ତମ। ଏହି ତିନି ଗୁଣ ଧରି ଜଗତର ସ୍ଥିତି, ଉତ୍ପତ୍ତି ଓ ପ୍ରଳୟ ନିମନ୍ତେ ଏକ ଓ ଅଦ୍ୱିତୀୟ ପରମାତ୍ମା ହିଁ ବିଷ୍ଣୁ, ବ୍ରହ୍ମା ଓ ରୁଦ୍ର ଏହିପରି ତିନି ନାମ ଗ୍ରହଣ କରିଛନ୍ତି। ତଥାପି ମନୁଷ୍ୟର ପରମ କଲ୍ୟାଣ ମୁଖ୍ୟତଃ ସତ୍ଗୁଣଧାରୀ ଶ୍ରୀହରିଙ୍କ ଦ୍ୱାରା ହିଁ ହୋଇଥାଏ। କାଠ ହେଉଛି କ୍ଷତି ବା ମାଟିର ଏକ ବିକାର, କିନ୍ତୁ କାଠ ଅପେକ୍ଷା ନିଆଁ ଶ୍ରେଷ୍ଠ ଓ ତାଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ ହେଉଛି ଅଗ୍ନି। କାରଣ ଅଗ୍ନି ହେଉଛି ବେଦମୟ ଏବଂ ବେଦୋକ୍ତ ଯାଗଯଜ୍ଞାଦି ଦ୍ୱାରା ଅଗ୍ନି ସତ୍ ଗତି ପ୍ରଦାନ କରିଥାଏ। ଠିକ୍ ସେହିପରି ତମଗୁଣ ଠାରୁ ରଜଗୁଣ ଶ୍ରେଷ୍ଠ ଓ ରଜଗୁଣଠାରୁ ତତ୍ତ୍ୱଗୁଣ ଶ୍ରେଷ୍ଠ। କାରଣ ସତ୍ତ୍ୱଗୁଣ ଭଗବତ୍ ଦର୍ଶନ କରାଇଥାଏ। ପ୍ରାଚୀନ ଯୁଗରେ ମହାତ୍ମାମାନେ ନିଜର ମଙ୍ଗଳ ନିମନ୍ତେ ବିଶୁଦ୍ଧ ସତ୍ତ୍ୱମୟ ଭଗବାନ ବିଷ୍ଣୁଙ୍କୁ ହିଁ ଆରାଧନା କରୁଥିଲେ। ବର୍ତ୍ତମାନ ମଧ୍ୟ ଯେଉଁମାନେ ସେ ପ୍ରାଚୀନ ମହାତ୍ମାମାନଙ୍କୁ ଅନୁସରଣ କରନ୍ତି, ସେମାନେ ବି କଲ୍ୟାଣ ଭାଜନ ହୁଅନ୍ତି। ଯେଉଁମାନେ ଏହି ସଂସାର ସାଗରରୁ ଉଦ୍ଧାର ପାଇବାକୁ ଚାହାନ୍ତି, ସେମାନେ ଘୋର ରୂପଧାରୀ ତମଗୁଣୀ, ରଜଗୁଣୀ, ଭୌରବାଦୀ ଭୂତପତିମାନଙ୍କୁ ଉପାସନା ନ କରି ସତ୍ଗୁଣୀ ବିଷ୍ଣୁ ଭଗବାନ ଓ ତାଙ୍କର ଅଂଶ ବା କଳାମାନଙ୍କୁ ହିଁ ଭଜନ କରନ୍ତି। ତା ଫଳରେ ସେମାନଙ୍କର ଚିତ୍ତ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଏ। କିନ୍ତୁ ଯେଉଁମାନଙ୍କର ସ୍ୱଭାବ ରଜଗୁଣୀ ଅଥବା ତମଗୁଣୀ, ସେମାନେ ଧନ, ଐଶ୍ୱର୍ଯ୍ୟ ଓ ସନ୍ତାନ କାମନା କରି ଭୂତ, ପ୍ରେତ, ପିତୃପୁରୁଷ ଓ ପ୍ରଜାପତିମାନଙ୍କୁ ଉପାସନା କରନ୍ତି। କାରଣ ସେମାନଙ୍କର ସ୍ୱଭାବ ମଧ୍ୟ ସେହି ଭୂତାଦିଙ୍କର ସ୍ୱଭାବ ପରି ହୋଇଥାଏ। ଶ୍ରୀକୃଷ୍ଣ ପ୍ରାପ୍ତିରେ ହିଁ ବେଦମାନଙ୍କର ତାତ୍ପର୍ଯ୍ୟ ନିହିତ। ଶ୍ରୀକୃଷ୍ଣ ହିଁ ହେଉଛନ୍ତି ଯଜ୍ଞର ଉଦ୍ଦେଶ୍ୟ। ଶ୍ରୀକୃଷ୍ଣଙ୍କୁ ପାଇବା ନିମନ୍ତେ ହିଁ ଯୋଗ କରାଯାଏ ଏବଂ କୃଷ୍ଣଙ୍କୁ ପାଇବାରେ ହିଁ ସମସ୍ତ କର୍ମର ପରିସମାପ୍ତି ଘଟିଥାଏ। ଜ୍ଞାନ ଦ୍ୱାରା ବ୍ରହ୍ମସ୍ୱରୂପ ଶ୍ରୀକୃଷ୍ଣଙ୍କୁ ହିଁ ପ୍ରାପ୍ତ କରାଯାଏ। ତପସ୍ୟା ମଧ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିବା ନିମନ୍ତେ କରାଯାଏ। ଶ୍ରୀକୃଷ୍ଣଙ୍କ ନିମନ୍ତେ ହିଁ ଧର୍ମ ଅନୁଷ୍ଠାନ କରାଯାଏ ଏବଂ ସକଳ ଗତି ଶ୍ରୀକୃଷ୍ଣଙ୍କ ଠାରେ ହିଁ ପରିସମାପ୍ତି ହୁଏ। ଭଗବାନ ଶ୍ରୀକୃଷ୍ଣ ପ୍ରକୃତି ଓ ତାର ଗୁଣମାନଙ୍କରୁ ଅତୀତ ସତ, ତଥାପି ନିଜର ଗୁଣମୟୀ ମାୟା ଦ୍ୱାରା ସେ ସ୍ୱର୍ଗର ଅତ୍ୟାଭାଗ ଏହି ସଂସାର ରଚନା କରିଛନ୍ତି। ମାୟାର ବିଳାସ
ଭୂତ ଏହି ଗୁଣମାନଙ୍କ ଭିତରେ ରହି ସେହି ପରମାତ୍ମା ଗୁଣଯୁକ୍ତ ପରି ଲାଗୁଛନ୍ତି, କିନ୍ତୁ ବାସ୍ତବରେ ସେ ହେଉଛନ୍ତି ପରିପୂର୍ଣ୍ଣ ବିଜ୍ଞାନନ୍ଦନ ଘନୀଭୂତ ସ୍ୱରୂପ। ଯେପରି ଅଗ୍ନି ବସ୍ତୁତଃ ଏକ ହେଲେ ବି ତା'ର କାରଣ କାଠ ଜଳିଲେ ହିଁ ଅଗ୍ନି ଦୃଶ୍ୟମାନ ହୁଏ ଏବଂ କାଠର ଆକାର ପ୍ରକାର ଭେଦରେ ଅନେକ ରୂପ ଦେଖାଯାଏ। ଠିକ୍ ସେହିପରି ବିଶ୍ୱାତ୍ମା ଭଗବାନ ଏବଂ ଅଦ୍ୱିତୀୟ ହୋଇଥିଲେ ମଧ୍ୟ ବିଭିନ୍ନ ପଦାର୍ଥରେ ବିଭିନ୍ନ ଆକୃତି ଧରି ପ୍ରକାଶିତ ହୋଇଛନ୍ତି। ସେହି ପରମାତ୍ମା ତାଙ୍କର ମାୟାରେ ନିର୍ମିତ ଜୀବ ରୂପେ ରହି ଇନ୍ଦ୍ରିୟ ପ୍ରାଣ ଓ ଅନ୍ତଃକରଣ ଦ୍ୱାରା ଚତୁର୍ବିଧ ଆହାର ଉପଭୋଗ କରନ୍ତି ଏବଂ ସେହି ଜୀବମାନଙ୍କ ରକ୍ଷଣ କରନ୍ତି। ଏହିପରି ଭାବରେ ନିଜର ଲୀଳା ଦ୍ୱାରା ହିଁ ସେହି ପରମାତ୍ମା ସମଗ୍ର ବିଶ୍ୱକୁ ପାଳନ କରନ୍ତି। ଭଗବାନ ହେଉଛନ୍ତି ଏକ। ସେ ହିଁ ରଜଗୁଣ ଦ୍ୱାରା ନିଜ ଭିତରେ ସମ୍ପୂର୍ଣ୍ଣ ଜଗତ ଉତ୍ପନ୍ନ କରନ୍ତି ଏବଂ ସତ୍ଗୁଣ ଦ୍ୱାରା ସମସ୍ତଙ୍କ ପାଳନ ପୋଷଣ କରନ୍ତି। ପୁଣି ସେ ହିଁ ଦେବତା, ପଶୁ, ପକ୍ଷୀ, ମନୁଷ୍ୟ ଆଦି ରୂପରେ ରାମ, କୃଷ୍ଣ ଆଦି ଲୀଳାବତାର ଧାରଣ କରି ଜଗତ ପରମ୍ପରାକୁ ବ୍ୟବସ୍ଥିତ ରୂପେ ସଞ୍ଚାଳନ କରନ୍ତି। ଜୀବମାନଙ୍କ ପ୍ରତି ଭଗବାନଙ୍କର ଏହା ପରମ ଅନୁଗ୍ରହ ଯେ ତାଙ୍କରି ଅବତାର ଧାରଣ ଲୀଳାଚରିତମାନ ଜ୍ଞାନ ଚିନ୍ତନ ସ୍ମରଣ କଲେ ଜୀବ ତାହାର ବାସ୍ତବିକ ଲକ୍ଷ୍ୟସ୍ଥଳରେ ପହଞ୍ଚି ପରମାତ୍ମା ସାକ୍ଷାତକାର କରିପାରେ। ଭଗବାନଙ୍କର ସବୁ ଲୀଳା ଲୋକମଙ୍ଗଳ ନିମନ୍ତେ ହିଁ ଅଭିପ୍ରେତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟ ସଂହିତାୟେ ପ୍ରଥମ ସ୍କନ୍ଧେ ନିମିଷେ